ସରଶଯ୍ୟାରେ ଶୋଇଥାନ୍ତି ପିତାମହ ଭୀଷ୍ମ। ପାର୍ଥଙ୍କ ବାଣ ସବୁ ଶରୀର ଭେଦ କରି ଏପଟରୁ ସେପଟ ହୋଇଯାଇଛି। ଲହୁ ଲୁହାଣ ପିତାମହ ଯନ୍ତ୍ରଣାରେ ଜର୍ଜରିତ। ଇଚ୍ଛା ମୃତ୍ୟୁର ବରଦାନ ପାଇଥିଲେ ବି ମୃତ୍ୟୁକୁ ଆପଣେଇ ପାରୁନଥାନ୍ତି। ବାସ୍ ଯେମିତି ସେମିତି ସରଶଯ୍ୟାରେ ରକ୍ତ ଜୁଡୁବୁଡୁ ହୋଇ ପ୍ରତୀକ୍ଷା କରି ରହିଛନ୍ତି ହସ୍ତିନାପୁରର ସୁରକ୍ଷାକୁ ଚାହିଁ। କାରଣ ସେ ପ୍ରତିଶ୍ରୁତିବଦ୍ଧ, ପ୍ରତିଜ୍ଞାବଦ୍ଧ। ଯେ ପର୍ଯ୍ୟନ୍ତ ହସ୍ତିନାପୁର ସୁରକ୍ଷିତ ନଥିବ ସେ ପର୍ଯ୍ୟନ୍ତ ହସ୍ତିନାପୁରର ସୁରକ୍ଷା ନିମନ୍ତେ ସେ ଠିଆ ହୋଇ ରହିବେ। ଆଜି କିନ୍ତୁ ଠିଆ ହେବାର ପ୍ରଶ୍ନ ହିଁ ନଥିଲା। ଅର୍ଜୁନଙ୍କ ତୀର ଛାତି ଚିରି ଦେଇଛି। ଆଉ ମହାଭାରତର ଯୁଦ୍ଧ କ୍ଷେତ୍ର ମଝିରେ ଲାଚାର ହୋଇ ପଡ଼ି ରହିଛନ୍ତି ପିତାମହ ଭୀଷ୍ମ। 18 ଦିନର ଯୁଦ୍ଧ ବି ଶେଷ ହୋଇଗଲା। କୌରବଙ୍କ ବିନାଶ ହୋଇଗଲା। ଆଉ ପାଣ୍ଡବ ଯୁଦ୍ଧ ଜିତି ଯାଇଥିଲେ। ଏବେ ହସ୍ତିନାପୁରର ରାଜା ଯୁଧିଷ୍ଠିର ହେବେ। ତେଣୁ ଯୁଦ୍ଧ ସମାପ୍ତି ପରେ ପାଣ୍ଡବମାନେ ପିତାମହଙ୍କ ପାଖକୁ ଆସିଲେ। ପିତାମହ ଭୀଷ୍ମ ଅନେକ ନୀତିବାଣୀ କହୁଥାନ୍ତି। ସତ୍ୟ ଆଉ ଧର୍ମର ରାଜ୍ୟ ଚଳାଇବାର ଉପଦେଶ ଦେଉଥାନ୍ତି। 5 ପାଣ୍ଡବଙ୍କ ସହିତ ଦ୍ରୌପଦୀ ସେହିଠାରେ ଠିଆ ହୋଇଥିଲା। ପିତାମହଙ୍କର ଧର୍ମ ଉପଦେଶ ଶୁଣି ହସିଦେଲା ଦ୍ରୌପଦୀ। ପିତାମହଙ୍କ ସାମ୍ନାରେ ଏମିତି ଦ୍ରୌପଦୀର ତାତ୍ସଲ୍ୟ ହସକୁ ଦେଖି ଯୁଧିଷ୍ଠିର କହିଲେ, ଇଏ କଣ ପାଞ୍ଚାଳି? ପିତାମହଙ୍କୁ ତାତ୍ସଲ୍ୟ କରିବାର କାରଣ? ଦ୍ରୌପଦୀ କହିଲା, କ୍ଷମା ପିତାମହ, କ୍ଷମା। ଆଜି ଆପଣଙ୍କ ମୁହଁରୁ ସତ୍ୟ ଆଉ ଧର୍ମର ବାଣୀ ଶୁଣି ମୁଁ ଆଚମ୍ବିତ। ଏ ସତ୍ୟ ଆଉ ଧର୍ମର ବଚନ କଣ କେବଳ କହିବା ଆଉ ଶୁଣିବା ପାଇଁ ହୋଇଥାଏ ପିତାମହ? ଯଦି ଆପଣ ଏତେ ଧର୍ମର ଜ୍ଞାନ ଦେଉଛନ୍ତି, ତେବେ ଦୁର୍ଯ୍ୟୋଧନର ପଶାଖଳ ପାଖରେ ଏ ଜ୍ଞାନ କୁଆଡ଼େ ଚାଲି ଯାଇଥିଲା? ଦୁଃଶାସନ ଯେତେବେଳେ ମୋ ବସ୍ତ୍ର ହରଣ କରୁଥିଲା, ମୁଁ ଆର୍ତ୍ତନାଦ କରି ଡାକିଥିଲି ଆପଣଙ୍କୁ, ଅଥଚ ଆପଣ ଚୁପ୍ ଥିଲେ। ସେତେବେଳେ କଣ ଏ ଧର୍ମଜ୍ଞାନ ସବୁ ଭୁଲି ଯାଇଥିଲେ ପିତାମହ? ପିତାମହ ଅତି ଧୀର ଆଉ ଭାବପୂର୍ଣ୍ଣ ସ୍ୱରରେ ଟିକେ ମୁରୁକି ହସି କହିଲେ, ପୁତ୍ରୀ, ତୁମେ ଏଭଳି ଭାବିବା ସ୍ୱାଭାବିକ। ମୁଁ ଯଦି ତୁମ ଜାଗାରେ ଥାନ୍ତି, ତେବେ ମୁଁ ବି ଠିକ୍ ଏଇଆ ହିଁ ଭାବିଥାନ୍ତି। କିନ୍ତୁ ପୁତ୍ରୀ, ମୁଁ ସେତେବେଳେ ଦୁର୍ଯ୍ୟୋଧନର ପାପ ଅର୍ଜିତ ଖାଦ୍ୟ ଗ୍ରହଣ କରୁଥିଲି। ତେଣୁ ମୋ ମନ, ମୋ ପ୍ରାଣ, ମୋ ବଚନ ସବୁକିଛି ଦୂଷିତ ହୋଇଯାଇଥିଲା। ଆଜି ଅର୍ଜୁନର ବାଣ ଛେଦନାରେ ମୋ ଶରୀରରୁ ସବୁ ପାପରେ ନିର୍ମିତ ରକ୍ତ ଝରି ଯାଇଛି। ତେଣୁ ମୁଁ ଆଜି ମହତ ବାଣୀ କହିପାରୁଛି। କଥାରେ ଅଛି, ଯେପରି ଅନ୍ନ ସେପରି ମନ।